Time is very short. Very short. এই বড় কোন এই টেম্পোর এই ঝামেলা রইব নাই। ବହୁତ କ୍ଷଣଭଙ୍ଗୁର ସମୟ କେତେବେଳେ ପଳେଇବ ଜାଣୁ ନା। ପିତାଙ୍କ ଇଚ୍ଛାକୁ ଶ୍ରେଷ୍ଠ ମନେ କରିବା ଆମ୍ଭମାନଙ୍କ ଜୀବନର ମୁଖ୍ୟ ପ୍ୟାସନ ହେଉ। କଣ ତାହା? ଖ୍ରୀଷ୍ଟଙ୍କ ପରେ। ଆରେ ସେ ମୋତେ ପ୍ରିଡେଷ୍ଟିନ୍ କରିଛନ୍ତି ବା, ସେ ମୋତେ ପୂର୍ବରୁ ନିର୍ମାଣ କରିଛନ୍ତି, ମୁଁ ଯେପରି ତାଙ୍କ ପୁତ୍ରଙ୍କ ପରି ହେବି। ତ ପ୍ରଥମ ବିଷୟ ଦେଖିବା, କେଉଁ ସମ୍ପର୍କରେ ଆମ୍ଭେମାନେ ତାଙ୍କ ପୁତ୍ରଙ୍କ ପରି ହେଉ। ଗୁଡ଼ାଏ ବିଷୟ କୁହାଯାଇ ପାରିବ, ମୁଁ କହୁଛି ବାରମ୍ବାର। ତନ୍ମଧ୍ୟରୁ ଯେହେତୁ ଆମେ ଯୁବ ସଭାରେ ଉପସ୍ଥିତ ହୋଇଅଛୁ, ତ ଯୁବମାନଙ୍କର, ଯୁବା ଭାଇ ଭଉଣୀ ମାନଙ୍କର ମୁଖ୍ୟ ସମସ୍ୟା, ମୁଖ୍ୟ ପାପ, ତତ୍ସମ୍ବନ୍ଧୀୟ ଆମେ ମାନେ ଅଳ୍ପ ଟିକେ ଚିନ୍ତା କରିବା ମାତ୍ର ଗୋଟାଏ। Hallelujah. What is the main sin among youth mass? ଆଜ୍ଞା ନ କହିଲେ କା ଭଲ ଶୁଣନ୍ତୁ। ବ୍ୟଭିଚାର, କାମୁକତା, କୁଅଭିଳାଷ, ଅଶୁଚିତା, ଗୁପ୍ତ ପାପରେ ଲିପ୍ତ, pornography, ହସ୍ତମୈଥୁନ, masturbation, ପାଖଳ ମାତ। ଆମ୍ଭେମାନେ ଖ୍ରୀଷ୍ଟଙ୍କ ପରି ଯେ ହେଉ, ଏହା ପିତାଙ୍କର ଇଚ୍ଛା। ଏଇଟା ମନେ ରଖିଥିବେ। ତେବେ ଯୌବନ ଅବସ୍ଥାରେ କେଉଁ ସବୁ ବିଷୟ ମୋତେ ଖ୍ରୀଷ୍ଟଙ୍କ ପରି ହେବା ଠାରୁ ଅଟକାଉଛି, ବାଧା ଦଉଛି, ସେ ବିଷୟରେ ଟିକେ ଆଲୋଚନା କରିବା। କଣ ଅଟେ ବ୍ୟଭିଚାର? କାମ ଭାବରେ ପଢନ୍ତୁ ମାଥ୍ୟୁ 5:28। ତୁମ୍ଭର ବିବାଦୀ ସହିତ କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ କେହି କୌଣସି ସ୍ତ୍ରୀ ପ୍ରତି କାମ ଭାବରେ ଦୃଷ୍ଟିପାତ କରେ, ସେ ତାହା ସଙ୍ଗରେ ମନେ ମନେ ବ୍ୟଭିଚାର କଲାଣି। ଆଉ ଥରେ ଜୋରସେ ମାଇକରେ। କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ କେହି ଆପଣ କିନ୍ତୁ 28 କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ କେହି କୌଣସି ସ୍ତ୍ରୀ ପ୍ରତି କାମ ଭାବରେ ଦୃଷ୍ଟିପାତ କରେ, ସେ ତାହା ସଙ୍ଗରେ ମନେ ମନେ ବ୍ୟଭିଚାର କଲାଣି। କାମ ଭାବରେ ଯଦି କୌଣସି ବ୍ୟକ୍ତି ଦୃଷ୍ଟିପାତ କରେ, ରାଇଟ? କଣ ଲେଖା ଅଛି? କାମ ଭାବରେ ଦୃଷ୍ଟିପାତ ଯଦି କଲେ, ଅଲରେଡି ଡନ୍। ଭାବନ୍ତୁ କଣ ଭାବୁଛନ୍ତି ଖ୍ରୀଷ୍ଟଙ୍କର ଷ୍ଟାଣ୍ଡାର୍ଡ କଣ? ଆମର ପଡୋଶୀ ଲୋକ ଭଲ ନାହିଁ, ଆମ କ୍ଲାସମେଟ ଠିକ ନାହିଁ, ଆମ ସାହି ଲୋକ ଠିକ ନୁହନ୍ତି, ଆମ ସାଙ୍ଗସାଥି ଠିକ ନୁହନ୍ତି, ସୋ ହ୍ୱାଟ? ତେବେ କଣ ହେଲା? ସେ କଣ ହେଲା ନହେଲା ସେ ନରକ ଯିବ, ତୁମେ ବି ଯିବ। କାମ ଭାବରେ ଯଦି ଆପଣ ଅନାଉଛନ୍ତି, ୱାଓ କେତେ ବଢିଆ ହେଇଛି, ସରିଲା, ଫିନିଶ, ଖେଳ ସମାପ୍ତ। ବ୍ୟଭିଚାର ପାପ ଯଥେଷ୍ଟ ଅଟେ ଆପଣଙ୍କୁ ଗନ୍ଧକୁ ପ୍ରଚଳିତ ଅଗ୍ନି କୁଣ୍ଡକୁ ନିକ୍ଷେପ କରିବା ପାଇଁ। ସର୍ବାନନ୍ଦ ମାଉଣ୍ଟରେ ପାର୍ବତୀୟ ଉପଦେଶରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଅନେକ ଶିକ୍ଷା ଦେଲେ। ତନ୍ମଧ୍ୟରୁ ଦୁଇ ଗୋଟି ବିଷୟକୁ ସେ ପିକଅପ କରୁଛନ୍ତି। କଣ କଣ? ଏକ ହଉଛି କ୍ରୋଧ, ରାଗିବା, ଅନ୍ୟତ୍ର ବ୍ୟଭିଚାର। ଆଉ ବ୍ୟଭିଚାରର ପାପକୁ ସେ ଆଉ ଟିକେ ସ୍ପେସିଫିକାଲି ମେନସନ କରୁଛନ୍ତି। କଣ କହୁଛନ୍ତି? ତୁମର ଚକ୍ଷୁ ଯଦି ବିଘ୍ନର କାରଣ ହଉଛି, ଉପାଡ଼ି ଫୋପାଡ। ଚକ୍ଷୁ ଧରିକି ନରକ ଯିବା ଅପେକ୍ଷା ଚକ୍ଷୁ ନଥାଇ ତାଙ୍କ ନିକଟକୁ ଯିବା ତୁମ ପକ୍ଷରେ ଭଲ।
ଆଖି ଅଛି ବୋଲି ରାତି ଯାକ ବସିଥିବ, ମୋବାଇଲ ଧରି ପର୍ନୋଗ୍ରାଫି। ମୁଁ ସିନା ନାହିଁ ତମ ପାଖରେ, ହୁଏତ ତମ ପାଳକ ସିନା ନାହାନ୍ତି ତମ ପାଖରେ, ତମ ବାପା ମା ସିନା ତମେ ଠକି ବସିଛ ସେମାନଙ୍କୁ। କହିବି ସିଧା କଥା, ଶୟତାନ ଥାଉଛି ସେଇ ସମୟରେ, ଆଉ ଶୟତାନ ଦେଖି ହସୁଛି। ବହୁତ ବେଦନା ହଉଛି ଆଜ୍ଞା। ଶୟତାନର କାମ, ଆପଣ ଯେତେବେଳେ ପାପ କରନ୍ତି ଆପଣଙ୍କୁ ଶୟତାନ ପରମେଶ୍ୱରଙ୍କ ନିକଟକୁ ଯାଏ ଆଉ କୁହେ, ଦେଖ 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 ପ୍ରଭୁ, ଏଇ ପୁଅ ପରା, ଏଇ ଝିଅ ପରା, ସେ ଭାଇ ପରା, ସେ ଭଉଣୀ ପରା ଗିର୍ଜା ଯାଉଛି, ପ୍ରାର୍ଥନା ଯାଉଛି, ଆଣ୍ଠଉଛି, ଗୀତ ଗାଉଛି, ତାଳି ମାରୁଛି, ଫାଷ୍ଟିଂ କରୁଛି, ବାଇବେଲ ପଢୁଛି, ଦରକାର ବେଳେ ପ୍ରଚାର କରୁଛି, ଆଉ ରାତିରେ ପର୍ନୋଗ୍ରାଫି ମଧ୍ୟ। କେମିତି ଲାଗୁଥିବ ବାପାକ? କେମିତି ଲାଗୁଥିବ ପିତାକୁ? ଭଁ ଭଁ ହେଇ କାନ୍ଦିଲେ ଦିନ ଯିବ ନାହିଁ। ପ୍ରଭୁଙ୍କର ହୃଦୟ ସ୍ପନ୍ଦନକୁ ଯଦି ବୁଝିବ, ଓହୋ, ଆରେ ଆମେ ପାପରେ ଥିବା ବୋଲି ମାଡ଼ ଖାଇଲେ କି ସେ? ମାଇକ୍ ଫାଇକ୍ ଛାଡ଼ିକରି କାନ୍ଦିଲା ହାଇ ଲାଗୁ ଉପରେ ଲାଗୁଛି। ଆରେ ତମେ ପାପରେ ଥିବ ବୋଲି ମଲେ କି ସେ? ଆଜ୍ଞା, କୋଟି କୋଟି ଲୋକଙ୍କର ଆଖି ଅଛି, ଦେଖିପାରୁ ନାହାନ୍ତି। ଗୋଟେ ଦିନ ଆଖିକୁ ବନ୍ଦ କରି ବଞ୍ଚ ତ ଦେଖିବା, ବଞ୍ଚି ହେବ? କାହିଁକି ପ୍ରଭୁ ମତେ ଆଖି ଦେଇଛନ୍ତି? କୋଉ ଝିଅଟା କୋଉ ଗାଁରେ କୋଉ ସହରରେ ଅଭାବ ସକାଶୁ ଶରୀରକୁ ବିକ୍ରି କରି ସେ ଫିଲ୍ମ ବନାଉଛି କି ଫିଲ୍ମ ଇଣ୍ଡଷ୍ଟ୍ରିକୁ ଯାଉଛି, ଆପଣଙ୍କ ଶରୀର ପ୍ରଦର୍ଶନ କରୁଛି, ତମେ ତାକୁ ଦେଖିକି ସପୋର୍ଟ କରିବ? ଏଇଟା କି ଆଦର୍ଶ? ତମର ଧ୍ୟାନ ଶୁଣ, ଯୋଉମାନେ ଦେଖୁଛ ଭଲ ଭଲଟା ମାନେ ରାତିରେ ଧ୍ୟାନ ଶୁଣ। ତମର ମା, ତମର ଭଉଣୀ, ତମର ସ୍ତ୍ରୀ ଯଦି ସେଇ ଅବସ୍ଥାରେ ଥିଲେ ଢେପା ଢେପା ଆଖିରେ ଦେଖିଥାନ୍ତ? ଦେଖି ହେବ? ହେବ କି ଦେଖି? ମାନେ ଅନ୍ୟର ମା, ଅନ୍ୟର ଭାଇ, ଅନ୍ୟର ଭଉଣୀ ସଂସ୍ଥା ତୁମକୁ କାନ ମଠାରେ ମାରିଲେ ଶାନ୍ତି ଲାଗୁ ନାହିଁ। ଆରେ କେବେ ବୁଝିବ ମାଡ଼ ଖାଇଛନ୍ତି ଚାପଡ଼ା ପାପ ଛାଡ଼ ବୋଲି? ମୁଁ ଚାପଡ଼ା ମାରିବି ତମକୁ, ଦେଖିବ କେମିତି ଲାଗିବ? ମାଲିକ ଚାପଡ଼ା ଖାଇବେ କି ମୋର ପାଇଁ? କି କଥା? ମୋ ପାଇଁ ଛାପ ପକେଇବେ କି ତାଙ୍କୁ? ମୁଇଁ ପାପ କରି ମରିବି ବୋଲି? God has to open our eyes. प्रभु का दया करंतु चक्षु खोलिबा पे। अरे तुमको ए इच्छा की पाप रे मरबा को गुडी बिलाव पाइछ पाप करी? आखि दिया जाउची प्रभु को देखबा पाए। जीवन रे थोड़े भी केबे चाहछि कि तमर आखि मुझे प्रभु को देखे वाले। हाँ 63 साम 2 पढ़ो टिके टाइम पढ़ो नले पढ़ो नहीं। हाँ आई एम सॉरी मु बहुत सीधा जे भी पढ़ो बहुत जोर से पढ़ो नले वाक्यर फ्लो टा कमी जाए रीजन होचे ता। तेणु तुम्भ पराक्रम स्पीड रे ओ गौरव देखिबा पाई मु पवित्र स्थान रे तुम्भ प्रति चाहि रही अछि। बस आओ तेरे जोर से तुम्भ पराक्रम ओ गौरव देखिबा पाई मु पवित्र स्थान रे केउ स्थान रे कोन देखिबा पाई लाज लागुछि हमको सकाल उठले मोबाइल खाइला बेलको मोबाइल स्कूल रे मोबाइल कॉलेज रे मोबाइल मास्टर पढ़ेला बेलको मते मोबाइल अरे राति जाको मोबाइल ही मोबाइल केउ ख्रीष्ट को हमें फॉलो करूछो हु इज माय सेवियर कैसे गुरु pornography master तमर गुरु की आज तुम भाई बोले मोर ख्रीष्टर नाम बदनाम होचे फेरी बाकी टिके आज मो भाई टिके स्वर्ग रे आनंद हबो के
मो भेटिके मोर प्रभु खुशी हेबे के ए हाथ कहीं दिया जाए मत हाँ मास्टरबेशन भाई हाँ ए हाथ रे ताली मारिबी गीत गाय ए हाथ रे पवित्र शास्त्र धरिबी ए हाथ रे माउथ धरिबी ए हाथ रे प्रभु को निकट को जीबी ए हाथ रे प्रभु को सेवा पय दान देबी ए हाथ रे पाप करबी एथि पय जीसु वेरी स्पेसिफिक सीधा सीधा कहले कंसर्निंग व्यभिचार सीधा कहले जीसु चक्षु को सावधान हाथ को सावधान बाकी को पाप कले नरक जीव बोले लिखा ही नहीं से पार्वती उपदेश है व्यभिचार संबंध से पूरा सीधा कौन देखुछ हमें तुम पराक्रम गौरव देखिबा पाई तुम पवित्र पवित्र स्थान रे तुम्ह प्रति माय गॉड व्हाट अ लाइफ आई एम ग्रेसिंग टू यू प्रभु मते टिके देखा दियो कांदी छ जीवन केबे कांदी छ की मते टिके देखा दियो प्रभु ठीक तमर जीवन टुकी पछर भाया टुका पछर भाया मिला किछि क्षणिक सुख भाई बोली पापर दास हो तमे चर्च को आसिले ख्रिस्टियान होते ख्रिस्टियान घर जन्म हो गले ख्रिस्टियान होते if anyone says that he or she is a Christian जदि के मने करूची मु ख्रिस्टियान करो बोली तेबे ताको ख्रिस्टियान को बोले हेबाको बाध्य दैट्स इट सरीला फ्रीडम फ्रीडम आउ एते ड्रामा नै आउ किछु कथा नै तुमे जदि ख्रिस्टियान को बोली हुआ हाथ नथिबा लोक मान को देखिछ होला केबे रही कि टिके चिंता करिछ मोर जदि हाथ न थांता मत काच धरवा हाथ देइछन्ती जीसु धरि थिले मत काच गुड़ा को खैने मत थिले नै कि लाकुची बोथे माँ को भक्ति नहीं बापा को भक्ति नहीं एटी पे थोना दिया जाए तुमको पास्टर को भक्ति नहीं बाइबल पढ़ो नहीं आज जीवी एबे केते लोग बाइबल लांच हाथ उठला आने न हाथ उठा केते जणा बाइबल आने न सीधा सत कथा के हाथ उठाओ जो माने उठे न आनी छ तो पक्का जो माने उठे न टिक उठी था जो माने आनी ना हो टिक उठी था हाथ क्वाड आस्तो माने देखो हमर वैल्यू सिस्टम को देखो एते भक्ति आगे आपण स्कूल को केबे बिना स्कूल बहर जाई छथि जाई हबो ऑफिस को जाई हबो कॉलेज जाई हबो माने स्कूल थारो भी आम दृष्टि रे ईश्वर को गृह हिनस्ता अरे क्यों प्रकार में ख्रिस्टियन हो what type of Christian am I can God be pleased at you प्रभु आपण को देखि खुशी होई परिबे कि केबे हेबे बुढ़ाला परे मल्ला परे रोगी आला परे बहुत बात होची बहुत जमान को देखिले फुल टाइम मिनिस्ट्री रो जो माने थिबे से माने बुझी पाउथिबे मोर प्रभु करो हृदय भितरे टेके पसले जानबो तमे जण को बहुत भलो भावथिबो से तुमको भक्षारण होथिबो केमति लागो बाबू हाय बढ़िया लागछि पेट पोरला परे बिरयानी चुबेला परे एमति लागिबो प्राण देइछन्ते आज्ञा प्राण देइछन्ते
घोड़ी मनीष को जदि कांद कांद लगी जाऊँ बोले क्या मालिक मालिक बुझो कहीं से मत द्वारा पृष्ठ को आनिले ताको पुत्र ख्रीष्ट जेपरी मु मध्य से भरेबे हालेलुया जौवन कालर पाप जाली देव विनाश करदेव बर्बाद करके रखिब आज्ञा टिके भी लाभ पाइए नहीं किसी लाभ नहीं पाइब कड़ू नहीं पढ़े आइब 31 चैप्टर 9 पढ़ंतु दया करी स्पीड रे पढ़ंतु जेबे मोहर हृदय कौनसी स्त्री प्रति लुब्ध होइथाए ओ मु आपणा प्रतिवासीर द्वार निकटरे लुचि बसी थाए तेबे मो भाज्या अन्यर चौकी पेशु ओ अन्य माने ताहाकु भोग करंतु कारण ताहा गुरुतर दोष आउ ताहा विचार कर्तृगण द्वारा दंडनीय अपराध कारण ताहा सर्वनाशक ग्रासकारी अग्नि की अग्नि ग्रासकारी अग्नि माने केमतिया समूले विनाश मते गोटिए पुओ झियो देखै दियो देखबा पापरे पड़ी खुशी अछंदे बोली असंभव ईश्वर को वाक्यर बिंदु भी लोप पाइब नहीं व्यभिचार ग्रासकारी अग्नि परी जाइदेव विनाश करदेव तुम ध्वंस करदेव मुह देखेबार लायक हो पार नहीं बदनाम करदेव तुमको ग्रासकारी अग्नि सर्वस्वर मूलोत्पाटन करंता सर्वस्व माने कौन बुझुछ सब विषय मूलर नाश कौन करे यौवन कालर पाप यदि प्रभु कथा होउछंती वाक्य शुणिबा फरंत दया पाइबे बहुत दुखदायक कथा है झीओ माने मध्य एठुर बाद पड़ी नांते झीओ माने मध्य बाद पड़ी नांते की जुगरे आमे आसिलु आज्ञा पुओ माने आसक्त होइला बेलको झीओ माने भी उणा कौन से प्रकारे नहंते गोटे नहीं दुईटा नहीं और डजन लागे हेले भी अंटु नहीं This is fact. के मिलबो परा बोली खोजी धाउछंती एडा तमर ख्रीष्ट सिखैछंती ना घरे शिक्षा एहा देउछंती हमर ख्रीष्ट से तो जे निर्दोष स्पॉटलेस ब्लेमलेस से तो हमर ख्रीष्ट ना इमेजिनरी पचारि माने जो मोर ख्रीष्ट किए मोर गुरु के जे पवित्र जीवन बिताउथिले जौन 14:30 टिके पढ़ो मु तुम्भमानक सहित आउ अधिक कथबार्ता करिबि नाही कारण जगतर अधिपति आसुअछि आ मोठने ताहार किछि ही नाही जगतर अधिपति आसुअछि एंड मोठरे ताहार किछि नाही I have nothing of Satan देखंतु जिसुंगर लेवल माने शैतान रो गोटिए भी नेचर गोटिए भी कैरेक्टर गोटिए भी आचरण गोटिए भी गुण मोठरे नाही अब हम ठारे भरी जे बोली कहले भूल हो नाही प्रभु धन्य आपण मान जीवन आपण ईश्वर गौरव शुणा सक्षम होती
ক্ষণিক সুখ ভোগ পাই অনন্ত কালীন দুঃখ জয়ন করিবে। পাপরে সুখ ଅଛି না নাই? ଆଜ୍ଞା ଅଛି ନା ନାଇଁ? ନାଇଁ ଅଛି। ক্ষণিক সুখ ଅଛି, ক্ষণিক সুখ ଅଛି, কিন্তু দুঃখ ଅନନ୍ତ କାଳ। କେତେ କାଳ ନିର୍ବୁଦ୍ଧତାରେ ରହିବା? ଟିକେ ସେନ୍ସରେ ଆମେ ଆସିବା କି, ଟିକେ ବୁଝିବା କି ପାପ କଲେ କିଛି ମିଳେ ନାହିଁ, nothing। ଯଦି କିଛି ମିଳେ ବୋଲି ଭାବୁଛ, ଦୁଃଖ ହିଁ ଦୁଃଖ, କଷ୍ଟ ହିଁ କଷ୍ଟ, ବେଦନା ହିଁ ବେଦନା, କାହାରିକୁ କହି ହେବ ନାହିଁ କି ରହି ହେବ ନାହିଁ। କନସର୍ନିଂ ୟୁଥ୍ ପାପ, ଯୌବନ କାଳର ପାପରେ ଯୋଉମାନେ ଶିକାର ହୋଇଛନ୍ତି, ନା ଭାଇକୁ କହିପାରୁଥିବେ, ନା ଭଉଣୀକୁ, ନା ମାକୁ, ନା ବାପାକୁ, କି କଣ କହିବେ। ଆଜ୍ଞା ଦିନେ ଗୋଟେ ପିଲା ମରିଛି ବୋଲି କି ବିକଳ, ଆମେ ମିଟିଂ ରେ ଟାଇଡ୍ ହେଇ ରାତିରେ କେତେବେଳେ ଶୋଇବୁ କେତେବେଳେ ଖାଇବୁ କିଛି ଠିକ ଠିକଣା ନାହିଁ। ମୋବାଇଲ ଫୋନ ଅନ୍ କରିଛି, ସେ ଶୋଉଛି। ଦେଖ ଅନେକଙ୍କର ଆଜି ସେଇ ଅବସ୍ଥା। ଆଜ୍ଞା ମରିଯିବି ମୁଁ, କାହିଁକି? ପାପ, ପାପ, କିଛି ଆଶୀର୍ବାଦ ନାହିଁ। ଆଜି ଆମେ ଫେଲିୟର କାହିଁକି? ପାପ। ଜୀବନରେ ଶାନ୍ତି ନାହିଁ କାହିଁକି? ପାପ। ଜୀବନରେ ସଂଘର୍ଷ କାହିଁକି କରୁଛୁ? ପାପ। ଉନ୍ନତି କାହିଁକି ନାହିଁ? ପାପ। पापों को घृणा करिवा कथा, इतना तो समझ हमको होना चाहिए। अरे जहा कले किछि लाभ नहीं, से बेपार तुम करबो करि हबो कि नाही? अरे काई की करूछु पाप? क्षणिक सुख भोग पाए अनंत कालीन दुख, निजे तो दुख, जहाँ को प्रेम करथिबे से भी दुख, तम परिवार दुख, भविष्य ऊपर आंच आशीर्वाद चली जीवो, सोई परिबो नाही, खाई परिबो नाही, तो काई कि से पाप करबो हमें? There is only one true lover in this world, and his name is Jesus Christ. Hallelujah. समग्र विश्व ब्रह्मांडरे एकमात्र व्यक्ति होतंती जाको प्रेम निस्वार्थपर, टिके भी स्वार्थ नाही, टिके भी निज इच्छा नाही, टिके भी मते मिल जाऊ न, प्रेम करिବାକୁ चाहुछन्ते, अपेक्षार अछन्ते, अपेक्षार अछन्ते। हालेलुया। कीबोर्ड टिक दियो ना दबो नहीं जाए। की पार भूलिबे तोते भूली पारिबे नहीं, भूली पारिबे नहीं, समस्ते भूली जिबे आगे। टिके भाबो की पारी भूलिबे तोते किनिछन्ति तांकरते, किनिछन्ति काहीकि भावुछु एकाकी तू अछु, छाड़ी नाहंती से तोते
ভাবছো একাকিত্ব ছাড়ি না তিসতে কান্দে না তু কান্দে না ମୋ ପ୍ରିୟ ସନ୍ତାନ କାହିଁକି କାନ୍ଦୁଛୁ ତୋ ପିତା ଜୀବିତ ଅଛି ତୋ ପିତା ଜୀବିତ ଅଛି କିଛି ଆବଶ୍ୟକ ନାହିଁ ଶୁଣନ୍ତୁ ଧ୍ୟାନରେ ପ୍ରେମ କାରଣ ନାହିଁ କିଛି ଆବଶ୍ୟକ ନାହିଁ ହାଲେଲୁୟା ପ୍ରେମ କାରଣ ନାହିଁ ଅନନ୍ତ ପ୍ରେମରେ ପ୍ରେମ କଲି ତୋତେ କରୁଅଛି କରୁଥିବି ଅନନ୍ତ ପ୍ରେମରେ ପ୍ରେମ କଲି ତୋତେ କିଏ କରିବେ ଯେଉଁଦିନ ପ୍ରଭୁ ମତେ ଜାଣିବା ପାଇଁ ଦେଲେ ବାବୁ ଆଇ ଲଭ୍ ୟୁ ଧନ୍ୟ ହେଇଗଲା ମୋର ଜୀବନ ଅନନ୍ତ ପ୍ରେମରେ କି ପ୍ରେମରେ ଅନନ୍ତ ପ୍ରେମ The love of God is everlasting. ଈଶ୍ୱରଙ୍କ ପ୍ରେମ ଅଭୁଲା ପ୍ରେମ ଈଶ୍ୱରଙ୍କ ପ୍ରେମ ଚିରନ୍ତନ ପ୍ରେମ that never ends that goes beyond the grave ତା କବର ଯାଏ ରହିବ ନାହିଁ କବର ପରେ ମଧ୍ୟ ରହିବ କିଏ କରିବ ତୁମକୁ ଏମିତି ପ୍ରେମରେ ପ୍ରେମ ଅନନ୍ତ ପ୍ରେମରେ ପ୍ରେମ କଲି ତୋତେ କାହାକୁ ମତେ କରୁଅଛି କରୁଥିବି କହୁଛନ୍ତି କାହିଁକି କାନ୍ଦୁଛୁ କାହିଁକି ଭାବୁଛୁ ଏକାକୀ ଅଛୁ ତୋ ପିତା ଜୀବିତ ଅଛି କାହିଁକି ଫାଲତୁ ସ୍ୱାର୍ଥ କ୍ଷଣଭଙ୍ଗୁର ପ୍ରେମରେ ପଡ଼ିଛୁ ତୋ ପିତା ତୋ ଲୁହକୁ ଦେଖନ୍ତେ ତୋ ବେଦନାକୁ ଜାଣନ୍ତେ ଫେରିବୁ କି ଟିକେ ଦୁଇ ବାହୁ ମେଲି ଓହୋ ଅପେକ୍ଷାରେ ଅଛନ୍ତି ଅଭୁଲା ପ୍ରେମରେ ପ୍ରେମ କଲି ତୋତେ କରୁଅଛି କରୁଥିବି This is the love of your Creator.
ତାଙ୍କ ପ୍ରେମକୁ ବୁଝିବେ ଦୁନିଆର ପ୍ରେମ ଫିକା ପଡ଼ିଯିବ। ଆଜି ପ୍ରେମ ନାହିଁ ବୋଲି ଅନ୍ୟମାନେ ଆପଣଙ୍କ ଦୃଷ୍ଟିରେ ଭଲ ଦିଶୁଛନ୍ତି। ତାଙ୍କ ପ୍ରେମର ସ୍ୱାଦ ଯଦି ଥରେ ଚାଖିଦେବ, ଆବର୍ଜନା ଗାର୍ବେଜ ଗନ୍ଧ ଲାଗିବ, ସଫୋକେଟେଡ୍ ଫିଲ୍ କରିବେ ଆପଣ। ଥରେ ପଡ଼ିବେ କି ତାଙ୍କ ପ୍ରେମରେ ଟ୍ରାଇଟ୍ ସରିବ ନାହିଁ, ସରିବ ନାହିଁ। ତାଙ୍କ ପ୍ରେମ ଚିରନ୍ତନ, ଅଭୁଲନୀୟ, ଅପରିମେୟ, ଅନନ୍ତକାଳୀନ, personal. That is the what I love. ବ୍ୟକ୍ତିଗତ ପ୍ରେମରେ ପ୍ରେମ। ହାଲେଲୁୟା। ପ୍ରଭୁଙ୍କ ଲୋକମାନେ ଜଳକାଳୀନ ଭାବ କ୍ଷଣଭଙ୍ଗୁର ଅଟେ, ସର୍ବନାଶକ ଅଟେ। ଜାଳିଦବ, ଜାଳିଦବ, ମାରିଦବ ଆପଣଙ୍କ। ମୋର ବଞ୍ଚିଥିବେ ଅନେକ ଥିବେ। ଚକ୍ଷୁ ବନ୍ଦ କରି କୁହନ୍ତୁ ପ୍ରଭୁକୁ, ବାପା I am deeply sorry। କିପରି ତୁମ ପ୍ରେମକୁ ମୁଁ ବୁଝିପାରୁନାହିଁ। ବୁଝିବାକୁ ଟିକେ ଦିଅ ପ୍ରଭୁ। ପ୍ରଭୁଙ୍କ ଲୋକମାନେ ତାଙ୍କ ପ୍ରେମ ହିଁ ଅଟେ ଆପଣଙ୍କୁ ସାଧୁରେ ପରିଣତ କରିବ। ତାଙ୍କ ପ୍ରେମ ଆଜି ଆପଣଙ୍କୁ ଆହ୍ୱାନ କରୁଛି, ମୋ ପ୍ରିୟ ଭାଇ, ମୋ ପ୍ରିୟ ଭଉଣୀ, ଯଦି ଫେରିବ ଆଲିଙ୍ଗନ କରିବେ, କୁଣ୍ଢାଇବେ। ତାଙ୍କ ପ୍ରେମ ପୁଅ ପ୍ରେମ ପରି ନୁହେଁ, କିମ୍ବା ଝିଅ ପ୍ରେମ ପରି ନୁହେଁ। ତାଙ୍କ ପ୍ରେମ ଅତୁଳନୀୟ ଅଟେ। You cannot compare the love of God with any love. ଆଉ ସେ ଆପଣଙ୍କୁ ପ୍ରେମ କରୁଛନ୍ତି ବୋଲି ଏହି ସ୍ଥାନକୁ ଆଣିଛନ୍ତି, ଆପଣଙ୍କୁ ସୁଧାରିବା ପାଇଁ, ଗଢ଼ିବା ପାଇଁ, ସଜାଡ଼ିବା ପାଇଁ, ନୂଆ କରିକି ଆପଣଙ୍କ ସ୍ଥାନକୁ ନେଇକି ଯିବା ପାଇଁ। ହାଲେଲୁୟା। ପ୍ରଭୁଙ୍କ ପାଇଁ ଗୋଟେ ଉଚ୍ଚ କରତାଳ ମାର। ଯେକୌଣସି ବ୍ୟକ୍ତି ମନେ କରୁଛି, ଭାବୁଛି ମୁଁ ଖ୍ରୀଷ୍ଟଙ୍କର ଅଟେ ବୋଲି, ଖ୍ରୀଷ୍ଟଙ୍କ ପରି ଆଚରଣ ମଧ୍ୟ କରିବାକୁ ପଡ଼ିବ। କେଉଁ ବିଷୟରେ? ମୁଁ ଯୁବା, ମୁଁ ଯୁବତୀ, ମୋର ଯୌବନ କାଳୀନ ପାପରେ ମତେ ନିର୍ଦ୍ଦୋଷ ହବାର ଅଛି। ସେ ମଧ୍ୟ ପ୍ରଲୋଭିତ ହେଲେ, ତାଙ୍କୁ ମଧ୍ୟ ପରୀକ୍ଷା ଆସିଲା, କିନ୍ତୁ ସେ କମ୍ପ୍ଲିଟଲି ବିଜୟ ହେଲେ। କୌଣସି ପାପ କଲେ ନାହିଁ। ଦୃଢ଼ ନିଷ୍ପତ୍ତି ନେବା, ମୁଁ ବି କୌଣସି ପାପ କରିବି ନାହିଁ। ତ जो होगा देखा जाएगा। जाओ देखिए, पाप मत कहले मु ठकिबी की कथा नो, मोर प्रेमिकों को मु आज दुख देवी ना, जेते दे देवा कथा दे दे।